ଆପଣ ଆଣନ୍ତୁ ସେମାନେ ଖେଳିବେ ପାଟି କରିବେ ତଥାପି ସେମାନେ ଆସିବା ଦରକାର କାରଣ ଆମେ ପିଲାମାନେ ଛୋଟ ଛୋଟ ଥାଉଛନ୍ତି ଆମେ ସ୍କୁଲ ପଠାଉଛୁ ଆମର ପିଲାମାନଙ୍କୁ ଆମେ ହଗିସ୍ ପିନ୍ଧେଇକି ସ୍କୁଲ ପଠାଇ ଥାଉଛୁ କାହିଁକି ଆମେ ସେମାନଙ୍କର କ୍ୟାରିୟର ପାଇଁ ଆମେ ଚିନ୍ତା କରୁଛୁ କିନ୍ତୁ ଯେତେବେଳେ ଜଗତର ଜ୍ଞାନ ତାକୁ ମଙ୍ଗଳ ଗ୍ରହ ଯାଇ ନେଇପାରିବ ଚନ୍ଦ୍ର ଯାଇ ନେଇପାରିବ କିନ୍ତୁ ସ୍ୱର୍ଗକୁ ନେଇପାରିବ ନାହିଁ ତେଣୁ ସାନଟି ବେଳରୁ ପିଲାମାନଙ୍କୁ ଚର୍ଚ୍ଚ ଆଣିବା ଦରକାର ପ୍ରଭୁଙ୍କ ଉପସ୍ଥିତିକୁ ଆଣିବା ଦରକାର ଟିକେ କଣ୍ଟ୍ରୋଲ କରିବା ଦରକାର ବାସ୍ ଗତକାଲି ଆମେ ବାଇବଲର ଧ୍ୟାନ କରି ଦେଖୁଥିଲୁ ଯେ ଶେଷ କାଳକୁ ଆମେ କେମିତି ଜାଣିପାରିବା ମୁଁ ଆପଣମାନଙ୍କ ସହିତ ଶେଷ କାଳର କେତୋଟି ବିଷୟ ମୁଁ ରଖୁଥିଲି ଆପଣମାନଙ୍କୁ ମୋର ପ୍ରିୟ ଭାଇ ଭଉଣୀମାନେ ଆଜି ଆମେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଦ୍ୱିତୀୟ ଆଗମନ ସମ୍ପର୍କରେ ଟିକେ ଚିନ୍ତା କରିକି ଦେଖିବା ବାଇବଲ ଷ୍ଟଡିରେ ଅଳ୍ପ ସମୟ ଆମେ ଧ୍ୟାନ କରି ଦେଖିବା ଯେ ଯୀଶୁ ଖ୍ରୀଷ୍ଟଙ୍କର ଦ୍ୱିତୀୟ ଆଗମନ ବିଷୟରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ କାହିଁକି ଆସୁଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ କାହିଁକି ଆସୁଛନ୍ତି ଯଦି ଆପଣ ଦେଖିବେ ସେ ଆସିବାର କେତୋଟି ଉଦ୍ଦେଶ୍ୟ କାହିଁକି ପ୍ରଭୁ ଯୀଶୁ ଆସୁଛନ୍ତି ଏଭଳି ତାର 9 ପର୍ବ ଗତକାଲି ଆମେ 27 ପଦ ଦେଖିଥିଲୁ ଆଜି ଆମେ 28 ପଦ ଦେଖିବା ହିବ୍ରୁ ଚାପ୍ଟର 9 verse 28 ଏଭଳି 9 ପର୍ବ 28 ପଦ ଆଉ ତାହା ପରେ ବିଚାର ନିରୂପିତ ଅଛି ସେହିପରି ଖ୍ରୀଷ୍ଟ ମଧ୍ୟ ଅନେକଙ୍କ ପାପ ବହନ କରିବା ନିମନ୍ତେ ଥରେ ମାତ୍ର ଉତ୍ସର୍ଗୀକୃତ ହୋଇ ଦ୍ୱିତୀୟ ଥର ପାପ ସକାଶେ ନୁହେଁ ବରଂ ଯେଉଁମାନେ ତାହାଙ୍କ ଅପେକ୍ଷାରେ ଅଛନ୍ତି ସେମାନଙ୍କ ପରିତ୍ରାଣ ନିମନ୍ତେ ଦର୍ଶନ ଦେବେ ପ୍ରଭୁ ଯୀଶୁ କ'ଣ ପାଇଁ ଆସୁଛନ୍ତି ଯେଉଁମାନେ ତାହାଙ୍କର ଅପେକ୍ଷାରେ ଅଛନ୍ତି କେବଳ ସେମାନଙ୍କୁ ନେବା ପାଇଁ ଆସୁଛନ୍ତି ପ୍ରଭୁ ଯୀଶୁ ସମସ୍ତଙ୍କୁ ନେବା ପାଇଁ ଆସୁନାହାନ୍ତି ମନେ ରଖିଥାନ୍ତୁ ପ୍ରଭୁ ଯୀଶୁ ସମସ୍ତଙ୍କୁ ନେବା ପାଇଁ ଆସୁନାହାନ୍ତି ଯେଉଁମାନେ ଅପେକ୍ଷାରେ ଅଛନ୍ତି those who are waiting କେବଳ ସେମାନଙ୍କୁ ନେବା ପାଇଁ ଆସୁଛନ୍ତି କେଉଁମାନଙ୍କୁ ଯେଉଁମାନେ ଜଗତରେ ଏଡଜଷ୍ଟ ହେଇପାରୁନାହାନ୍ତି ସେମାନଙ୍କୁ ନେବା ପାଇଁ ଆସୁଛନ୍ତି ଯେଉଁମାନେ ଏଡଜଷ୍ଟ ହେଇପାରିବେ ସେମାନଙ୍କୁ ନେବେ ନାହିଁ ଯେଉଁମାନେ ଏଡଜଷ୍ଟ କହୁଛନ୍ତି ପ୍ରଭୁ ଆମେ ଏଡଜଷ୍ଟ ହେଇପାରୁନୁ ପ୍ଲିଜ ପ୍ରଭୁ ଆସି ଆପଣ ଆମକୁ ନେଇଯାଆନ୍ତୁ ସେମାନଙ୍କ ପାଇଁ ଯୀଶୁ ଆସୁଛନ୍ତି ପ୍ରିୟ ଭାଇ ଭଉଣୀମାନେ ମନେ ରଖିଥାନ୍ତୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଆଗମନ ବିଷୟରେ କହିଲା ବେଳେ ଗତକାଲି ଆମେ ଦେଖୁଥିଲୁ ନୋହଙ୍କ ସମୟ ବିଷୟରେ କୁହାଯାଉଛି ଆଉ ଲୋଟଙ୍କ ସମୟ ବିଷୟରେ କୁହାଯାଉଛି ଏ ଦୁଇଟା ବିଷୟ କାହିଁକି କୁହାଯାଉଛି ଯେ ନୋହ ଜାହାଜରେ ପ୍ରବେଶ କଲା ପରେ ହିଁ ଜଳପ୍ଲାବନ ହେବ ନୋହ ଜାହାଜରେ ବାହାର ଥିବା ପର୍ଯ୍ୟନ୍ତ ଜଳପ୍ଲାବନ ହେବ ନାହିଁ ଲୋଟ ସୋଦମ ଗମୋରାରୁ ବାହାରି ଗଲା ପରେ ହିଁ ଅଗ୍ନିବୃଷ୍ଟି ହେବ ତାମାନେ କ'ଣ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପୃଥିବୀକୁ ଆଗମନ କରିବା ପୂର୍ବରୁ ମଣ୍ଡଳୀ ଉଠେଇ ନିଆଯିବ ମଣ୍ଡଳୀ ସୁରକ୍ଷିତ ଜାଗାକୁ ଯିବ ବିଶ୍ୱାସୀମାନେ ସୁରକ୍ଷିତ ଜାଗାକୁ ଯିବେ ତାପରେ ପୃଥିବୀର ଅବସ୍ଥା ଭୟଙ୍କର ହେବ ଏବେ ପର୍ଯ୍ୟନ୍ତ ଜଗତର ଲୋକ କ୍ଲେଶ କ'ଣ ଜାଣିନାହାନ୍ତି ରୋଗ କ'ଣ ଜାଣିନାହାନ୍ତି ସମସ୍ୟା କ'ଣ ଜାଣିନାହାନ୍ତି ଏମାନେ ଭୂମିକମ୍ପ ଦେଖିଛନ୍ତି ସୁନାମି ଦେଖିଛନ୍ତି କରୋନାକୁ ଦେଖିଛନ୍ତି ବାତ୍ୟାକୁ ଦେଖିଛନ୍ତି କିନ୍ତୁ ପ୍ରଭୁଙ୍କର କ୍ରୋଧକୁ ଦେଖି ନାହାନ୍ତି ଆଗାମୀ ସମୟରେ ଆପଣ ଦେଖିବେ ଯେ ଜଗତ ଉପରକୁ ଆହୁରି ଭୟଙ୍କର ସମୟ ଆସୁଛି ଯେଉଁ ସମୟ ବିଷୟରେ ଲୋକମାନେ ଏବେ ପର୍ଯ୍ୟନ୍ତ ଚିନ୍ତା କରିନାହାନ୍ତି ତାରି ପୂର୍ବରୁ କ'ଣ ଲେଖାଯାଉଛି ଯେଉଁମାନେ ତାହାଙ୍କର ଅପେକ୍ଷାରେ ଅଛନ୍ତି ସେମାନଙ୍କର ପରିତ୍ରାଣ ନିମନ୍ତେ ମନେ ରଖିଥାନ୍ତୁ ଆମେ 3ଟି ସ୍ତରରେ ବା 3ଟି କାଳରେ ପରିତ୍ରାଣ ପାଉ ଆମର ପରିତ୍ରାଣର 3ଟା ସ୍ତର ଅଛି ଏଇଟା ନ ବୁଝିବାର କ'ଣ ହେଉଛି ଏ ଗୁଡ୍ ନ୍ୟୁଜ୍ର ଟିଚିଂ ଆସିଯାଇଛି ସେମାନେ କ'ଣ କହୁଛନ୍ତି ଯେ ଆମେ ଥରେ ରକ୍ଷା ପାଇଗଲୁ ମାନେ ଅନନ୍ତ କାଳ ପାଇଁ ପାଇଗଲୁ ଏବେ ମଦ ଖାଅ ବ୍ୟଭିଚାର କର ଚୋରି କର ଯାହା କର ପରିତ୍ରାଣ ତ ପାଇସାରିଛ ସେଟା ତ ଛିଡ଼ିଗଲା କାରଣ ଯୀଶୁ ତମର ଟିକେ ଟିକେ ପାପ ପାଇଁ ମରି ନାହାନ୍ତି ତମର ଜୀବନ କାଳର ସବୁ ପାପ ପାଇଁ ମରି ଯାଇଛନ୍ତି ଆଉ ଏବେ କିଛି ଟେନସନ ନାହିଁ ବୋଲି ସେମାନେ କହୁଛନ୍ତି ସେଟାକୁ ଗୁଡ୍ ନ୍ୟୁଜ୍ ବୋଲି କହୁଛନ୍ତି ଏଟା ଗୁଡ୍ ନ୍ୟୁଜ୍ ନାହିଁ ସେଟା ହେଉଛି ବେଡ୍ ନ୍ୟୁଜ୍
मंडली पाई सबुठार बेड न्यूज कौन ए प्रकार शिक्षा भ्रांत शिक्षा ये कौन लिखा जाउची जो मैंने अपेक्षार अच्छा से परित्राण निमंते दर्शन देवे यहीटा को कह जाउची फाइनल परित्राण माने आमे परित्राण पाइछु केबे परित्राण पाइलु जो दिन आम पाप स्वीकार कलु प्रभु जीशु ख्रीस्ट को ग्रहण कलु से दिन आमर अतीतर पाप सब क्षमा हो गला अतीतर पाप सब आ प्रभु को ग्रहण कला परे मध्य आम जीवन रे पाप होउछि वर्तमान पाप होउछि आमे कौन करूछु प्रतिदिन क्षमा मागुछु प्रतिदिन क्षमा मागुछु से पे साधु जोहन लिखिबा समय कौन लिखुचंती प्रथम जोहन तार प्रथम अध्याय 8 पद प्रथम जोहन प्रथम अध्याय 8 पद लिखा जाउछि आंभ मानकर पाप नहीं यहाँ जदि कहू ताहले अपना अपना को प्रवचना करू पुरी आंभ मान ठारे सत्य नहीं एटा कहा को लिखुचंती जोहन अविश्वासी मान को लिखु नांती एटा साधु विश्वासी मान को लिखुचंती जदि एबे आपण आ मु कहिबा मो ठारे पाप नहीं आमे मिछ कथा कहूछु तेणु कौन करिबार अछि आमाने पाप स्वीकार करिबार अछि प्रिय भाई भौणी माने रिपेंटेंस जोटा एटा वन टाइम इवेंट नुहो एटा लाइफ टाइम प्रोसेस रिपेंटेंस इज नॉट एट वन टाइम इवेंट बट लाइफ टाइम प्रोसेस आपणकर मन परिवर्तन कौन हुए जीवन सारा परिवर्तन हेबाक जीवाक पड़े मोर प्रिय भाई भौणी माने मन रखिता जदि आमे कहूछु मोठारे पाप नाही आमे मिछ कहूछु तमे कौन परित्राण पाइथिलु एबे परित्राण पाउछु हमर पाप रो स्वीकार करूछु राति रे केते जन कौन कले अपन पाप स्वीकार कले पाप छाड़िले सेटा को कौन कहा जाउछि एटा को कहा जाय प्रोग्रेसिव सल्वेशन माने हम परित्राण तीनोटी काल रे पाउ गोटे हूँ अतीतर पाप रु क्षमा पाऊ से कह जाऊँगी पेनाल्टी ऑफ सिन रु रक्षा पाइबा आबे कौन आम पावर ऑफ सिन रु रक्षा पाउछ पापर शक्ति रु बाइबल कौन कहूँ पाप तुम मर्त्य शरीर रे राजत्व न करू आग कौन करूँ बाय चॉइस पाप करूँ एबे बाय चांस पाप हो बाय चॉइस आग नाना प्रकार पाप आम कर चली किंतु एबे बाय चांस पाप हो बाय चांस पाप हेले कौन से पाप रही सांगे सांगे पाप स्वीकार कर सांगे सांगे क्षमा मागी बसी मोर प्रिय भाई भौणी मान कहीं आपण मान कहूँ बुझी रखा दरकार ना से धंदार पड़ जाए नाना प्रकार व्यभिचार पड़ जाए नाना प्रकार असुरतार पड़ जाए जदि आप बुझीपारे प्रभु मान को सुंदर सुजोग देइछंती तांको सानिध्य मधुक आसीबा पाए जे प्रथम विषय आम अतीतर पापरु क्षमा पाइछु एबे वर्तमान पाप स्वीकार कर क्षमा पाउछु परित्राण पाउछु आ प्रभु यीशु ख्रीस्ट कौन पे आसुचंती हमको फाइनल परित्राण देबा पाए एटा होची पापर उपस्थिति रु मुक्ति एटा होची पापर दंडाज्ञा रु मुक्ति जे आमे यीशु को ग्रहण करे पाउछु आ एबे आमे कोन करछु पापर शक्ति रु मुक्ति पाउछु आ भविष्य में कौन हम पापर उपस्थिति मुक्ति पाइबा से प्रभु जीशु आसुचंती एवरी तार 9 पर्व 28 पदरे से कौन करेंगे जन अपेक्षा अच्छी से संपूर्ण परित्राण देवा निमंते से साधु पाउल जो लिखुंट आप देखते मस्त खोलतु रोमियो पुस्तक खोलतु रोमियो पुस्तक आप देखिपारे साधु पाउल के सुंदर भाव से व्याख्या करुँच रोमियो 13 पर्व तार 11 पद रोमांस चैप्टर 13 वर्स 11 पुरी एबे तुमान को निद्रा रु जागृत हेबार समय जे उपस्थित यह जानी ए सब करो कारण आपमान को विश्वास करिवार दिन ठारू वर्तमान परित्राण आंभमान को अधिक सन्निकट
এইটা সে কହୁଛନ୍ତି ଆମେ ପରିତ୍ରାଣ ବିଶ୍ୱାସ କରିଥିଲୁ କିନ୍ତୁ ଏବେ ଆମର ଫାଇନାଲ ପରିତ୍ରାଣ ଆମର ନିକଟତର ହେଇଛି। ଏଟା ଥରେ ଲେଖୁନାହାନ୍ତି ସେ। ଆପଣ ମସ୍ତ ଖୋଲନ୍ତୁ ଆଉ ପ୍ରଥମ କରନ୍ତିୟ 15 ପର୍ବ ତାର 2 ପଦ। ଫାର୍ଷ୍ଟ କରନ୍ତିୟନ୍ସ ଚାପ୍ଟର 15 verse 2। ଯଦି ତୁମେ ମାନେ ତାହା ଦୃଢ଼ ଭାବରେ ଧରିଥାଅ ତେବେ ତାହା ଦ୍ୱାରା ପରିତ୍ରାଣ ପାଉଅଛ। ପରିତ୍ରାଣ ପାଉଅଛ, ପାଇଅଛ ଲେଖା ହେଇନି, ପରିତ୍ରାଣ ପାଉଅଛ। ଏଟା ମନେ ରଖିଥାନ୍ତୁ। ପରିତ୍ରାଣ ପାଇଛୁ, ପରିତ୍ରାଣ ପାଉଛୁ, ପରିତ୍ରାଣ ପାଇବା, ପରିତ୍ରାଣ ପାଉଅଛ। ଆଉ ଆପଣ ଦେଖିବେ ଆପଣ କୌଣସି ଶିକ୍ଷାକୁ ଗ୍ରହଣ କରିବା ପୂର୍ବରୁ ଗୋଟେ ସିଙ୍ଗଲ વર્ସକୁ ଗ୍ରହଣ କରିବେ ନାହିଁ। 3-4ଟା ସପୋର୍ଟିଂ વર્ସ ଥିବ, ତେବେ ତାକୁ ଡକ୍ଟ୍ରିନ୍ ଭାବରେ ଆପଣ ନେବେ। ଆପଣ ଦେଖିବେ ଫିଲିପିଓ ପୁସ୍ତକ